ପ୍ରେମରେ ବାଧକ ସାଜିଥିଲେ ପରିବାର ଲୋକେ। ଏପରିକି କଥା ଯାଇ ପହଞ୍ଚିଥିଲା ଥାନା ବାବୁଙ୍କ ନିକଟରେ। ଶେଷରେ ପୋଲିସର ହସ୍ତକ୍ଷେପ ପରେ ସଫଳ ହୋଇଥିଲେ ପ୍ରେମୀ ଯୁଗଳ। ଥାନାରେ ଦୁଇ ପ୍ରେମୀ ଯୁଗଳ ବରଣମାଳା ଆଦାନ ପ୍ରଦାନ କରି 7 ଜନ୍ମ ପାଇଁ ବାନ୍ଧି ହୋଇଥିଲେ ସମ୍ପର୍କରେ। ଏବେ ଥାନା ବାବୁଙ୍କ ଏତାଦୃଶ୍ୟ କାର୍ଯ୍ୟ ପାଇଁ ବିଭିନ୍ନ ମହଲରୁ ପ୍ରଶଂସାର ସୁଅ ଛୁଟିଛି। ଏଭଳି ନିଛକ ଦୃଶ୍ୟ ଦେଖିବାକୁ ମିଳିଛି ସୁନ୍ଦରଗଡ଼ ଜିଲ୍ଲା ପାଲହଡ଼ା ପୋଲିସ ଷ୍ଟେସନରେ। ପାଲହଡ଼ା କେରେଜଙ୍ଗା ଗାଁର ଯୁବତୀ ମାଳତୀଙ୍କ ସହ ସୁନ୍ଦରଗଡ଼ ଜିଲ୍ଲା ବଣାଇ ଦଲକି ଗାଁର ଯୁବକ ସଞ୍ଜୟ ବାନରଙ୍କ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ତେବେ ଦୁହିଁଙ୍କ ପ୍ରେମରେ ପ୍ରତିବନ୍ଧକ ସାଜିଥିଲେ ପରିବାର ଲୋକେ। ବାହାଘର ପାଇଁ ଉଭୟଙ୍କ ପରିବାର ଲୋକେ ରାଜି ହେଉ ନଥିବା ବେଳେ କଥା ଆସି ପହଞ୍ଚିଥିଲା ଥାନା ବାବୁଙ୍କ ନିକଟରେ। ଥାନା ଆଇଆଇସି ଉଭୟ ପରିବାରଙ୍କୁ ବୁଝାସୁଝା କରି ଦୁହିଁଙ୍କ ଜୀବନରେ ନୂଆ ଅଧ୍ୟାୟ ସୃଷ୍ଟି କରିଛନ୍ତି। ଥାନା ବାବୁଙ୍କ ଏଭଳି କାମ ଆମ ସମାଜ ପାଇଁ ଏକ ଉଦାହରଣ ବୋଲି ବୁଦ୍ଧିଜୀବୀମାନେ କହିଛନ୍ତି। ତାଙ୍କର ଘର ଲୋକ ବିରୋଧ କରୁଥିଲେ, ସେଇଥିପାଇଁ ଆମର ବାହାଘରଟା ହେଇପାରୁନଥିଲା। ଯାହା ହଉ ଆଇଆଇସି ମହୋଦୟ ସେମାନେ ତାଙ୍କୁ ଡକେଇଥିବାରୁ ତାଙ୍କେ ବି ରାଜି ହେଲେ, ଆମ ଘର ଲୋକ ବି ରାଜି ହେଇକି ଏଇଠି ଆମର ମ୍ୟାରେଜ ହେଇଗଲା। ଥାନା ଆମର ଆଇଆଇସି ମହୋଦୟ ସେମାନେ ତାଙ୍କ ପରିଶ୍ରମ ବଳରେ ଆମକୁ ଆଜି ଥାନାରେ ବାହାଘର କରିଛନ୍ତି। ତେଣୁ ତାଙ୍କୁ ମଧ୍ୟ ବହୁତ ବହୁତ ଧନ୍ୟବାଦ। ସେଥିପାଇଁ ମୁଁ ବି ବହୁତ ଖୁସି ଅଛି ଏ ବାହାଘରରେ। ଯାହା ହଉ ଗୋଟେ ଦୁଇ ଜଣଙ୍କର ମିଳନ ହେଇଛି।